ବିଜେଡିର ବରିଷ୍ଠ କର୍ମୀ ପୂର୍ବତନ ଯାଜପୁର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ଦାସ ମଙ୍ଗଳବାର ଦିନ ସନ୍ଧ୍ୟାରେ ବିଜେଡିର ସାଧାରଣ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଯାଜପୁର ବିଜେଡି ଜିଲ୍ଲା ସଭାପତି ଏବଂ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ଦର୍ଶାଇଛନ୍ତି ଦୀର୍ଘ ଦିନ ଦଳରେ ରହି ସେ ବରୀ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ରସୁଲପୁର ବ୍ଲକର 10 ଗୋଟି ପଞ୍ଚାୟତରେ ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିଥିଲେ। ଦଳ ତାଙ୍କୁ 2019 ପରଠାରୁ ଉପେକ୍ଷା କଲା। ଦଳରେ ଆଉ ତାଙ୍କର ଆବଶ୍ୟକତା ନଥିବାର ହୃଦୟଙ୍ଗମ କରି ସେ ଇସ୍ତଫା ଦେବା ସହିତ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ସେ ଜିଲ୍ଲା ସଭାପତିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ବ୍ୟୁରୋ ରିପୋର୍ଟ ସୂର୍ଯ୍ୟାସ୍ତ ନ୍ୟୁଜ୍। ଯେତେବେଳେ ଭୋଟର ବଦଳି ଯାଉଛନ୍ତି ଏ 24 ମସିହା ନିର୍ବାଚନ ଗୋଟେ ଏମିତି ନିର୍ବାଚନ ହେବାକୁ ଯାଉଛି କେଉଁ ନେତା କେଉଁଠି କେତେବେଳେ ଆମେ ତ ଏମଏଲଏ ମନ୍ତ୍ରୀ ହେଉନୁ, ଆମେ ନେତା ତିଆରି କରିବୁ। ଯାହାକୁ ତିଆରି କରିବୁ ସେ ବରୀର ବିଧାୟକ ହେବ, ତାହାରି କଥାରେ ବରୀ ଚାଲିବ। ଆମେ ଧର୍ମଶାଳା କି ଯାଜପୁର କେଉଁଠିକି ଯିବୁ ନା।